ସନ୍ତୁଷ୍ଟ ହୁଏ। ଧନ୍ୟ। ଆଜିର ଆରାଧନା କାର୍ଯ୍ୟକ୍ରମରେ କଢାଇ ନେବେ ଅମ୍ବିକା ମଲ୍ଲିକ ସିଷ୍ଟର, ହେମଲତା ସୁନା, ମିନୁ ସାହୁ, ମଧୁସ୍ମିତା ଟାକରେ। ପ୍ରଥମରେ ଅମ୍ବିକା ମଲ୍ଲିକ ପ୍ରଭୁଙ୍କର ଆରାଧନା ପ୍ରଥମରେ କରିବେ। ପ୍ରେଜ ଦ ଲର୍ଡ ଭଉଣୀ। ଅମ୍ବିକା ଭଉଣୀ ପ୍ରେଜ ଦ ଲର୍ଡ। ସୁଯୋଗ ପାଇଁ ଧନ୍ୟବାଦ ଭଉଣୀ। ଆସନ୍ତୁ ପ୍ରଭୁଙ୍କୁ ଗୌରବ କରିବା। ସ୍ୱର ନ ହେଲେ ମଧ୍ୟ ପ୍ରଭୁ ସ୍ୱର ଦେଖନ୍ତିନି। ଆମେ ପ୍ରଭୁଙ୍କ ନିମନ୍ତେ ଗୌରବ କରିବା। ଏ ସୁଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ ପ୍ରତ୍ୟେକଙ୍କୁ। ପ୍ରେଜ ଦ ଲର୍ଡ। ନମସ୍କାର। ଆସନ୍ତୁ ଆମମାନଙ୍କର ପରମେଶ୍ୱର, ପ୍ରଶଂସା ନିବାସୀ ପରମେଶ୍ୱର ପ୍ରଭୁଙ୍କୁ ଧନ୍ୟବାଦ ଦେବା। ସମସ୍ତେ ଜାଣିଥିବା ଗୀତ, ସେଇ ଗୀତ ସେଇ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ମଙ୍ଗଳମୟ ପ୍ରଭୁ ତୁମେ, କରୁଣାମୟ ଯୀଶୁ ତୁମେ। ମଙ୍ଗଳମୟ ପ୍ରଭୁ ତୁମେ, କରୁଣାମୟ ଯୀଶୁ ତୁମେ। ପାଇଛୁ ଯାହା ଜୀବନେ ଆମ, ପାଇଛୁ ଯାହା ଜୀବନେ ଆମ, ସବୁ ତ ତୁମରି କରୁଣା ଦାନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଜୀବନ ଦାତା ପ୍ରଭୁ ତୁମେ, ମୁକ୍ତି ଦାତା ଯୀଶୁ ତୁମେ। ଜୀବନ ଦାତା ପ୍ରଭୁ ତୁମେ, ମୁକ୍ତି ଦାତା ଯୀଶୁ ତୁମେ। କ୍ରୁଶେ ଚଢିଲ ଜୀବନ ଦେଲ, କ୍ରୁଶେ ଚଢିଲ ଜୀବନ ଦେଲ, ତୁମ ପ୍ରେମ ଅନୁପମ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ, ପାଇଛୁ ଯାହା ମଙ୍ଗଳ ଦାନ। ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ, ପାଇଛୁ ଯାହା ମଙ୍ଗଳ ଦାନ। ସେବାକୁ ପ୍ରଭୁ ଚରଣେ ତୁମ, ସେବାକୁ ପ୍ରଭୁ ଚରଣେ ତୁମ, ନାହିଁ କିଛି ପ୍ରତିଦାନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ମଙ୍ଗଳମୟ ପ୍ରଭୁ ତୁମେ, କରୁଣାମୟ ଯୀଶୁ ତୁମେ। ପାଇଛୁ ଯାହା ଜୀବନେ ଆମ, ପାଇଛୁ ଯାହା ଜୀବନେ ଆମ, ସବୁ ତ ତୁମରି କରୁଣା ଦାନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତୁମେ ଘେନ। ଧନ୍ୟବାଦ ସୁଯୋଗ ପାଇଁ। ପ୍ରେଜ ଦ ଲର୍ଡ ଭଉଣୀ। ପ୍ରଭୁଙ୍କୁ ଉତ୍ତମ ଭାବରେ ଆପଣ ଧନ୍ୟବାଦ ଦେଲେ। ପ୍ରଭୁ ଆପଣଙ୍କୁ
ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଆଉ ଭଉଣୀ ହେମଲତା ସୁନା, ପ୍ରେଜ ଦ ଲର୍ଡ ଭଉଣୀ। ପ୍ରେଜ ଦ ଲର୍ଡ ଦିଦି, ପ୍ରେଜ ଦ ଲର୍ଡ, ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆଉ ପ୍ରଭୁଙ୍କ ମହାନ ନାମର ଗୌରବ ହଉ। ଆସନ୍ତୁ ଆମମାନେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଗୋଟେ ଗୀତ ଗାନ କରୁଥିବା। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଯୀଶୁ ହିଁ ଶାନ୍ତି, ଯୀଶୁ ହିଁ ମୁକ୍ତି, ଯୀଶୁ ଅନନ୍ତ ଜୀବନ। ଯୀଶୁ ହିଁ ଶାନ୍ତି, ଯୀଶୁ ହିଁ ମୁକ୍ତି, ଯୀଶୁ ଅନନ୍ତ ଜୀବନ। ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ ଗାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଆସିବ ଦୁଃଖ ନିନ୍ଦା ତାଡ଼ନା, ନ କର ମୁଖ ମଳିନ। ଆସିବ ଦୁଃଖ ନିନ୍ଦା ତାଡ଼ନା, ନ କର ମୁଖ ମଳିନ। ତ ଆଗେ କେତେ କଲେ ଲୋତକରେ ହୋଇ ପୂର୍ଣ୍ଣ, ସହିଯାଇବ ସମାନ ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ହତ ଜାତିରୁ ଉଠାଇ ତୋତେ କଲେ ନିଜର ସନ୍ତାନ। ହତ ଜାତିରୁ ଉଠାଇ ତୋତେ କଲେ ନିଜର ସନ୍ତାନ। କ୍ରୁଶ ପରେ ପରାଣ ଦେଇ ଦେଲେ ତୋତେ ପରିତ୍ରାଣ। ସହିଯା ଯୀଶୁ ସମାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ଯୀଶୁ ଅନନ୍ତ ଜୀବନ। ଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ଯୀଶୁ ଅନନ୍ତ ଜୀବନ। ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଗାଓ ଜୟ ଗାନ କର ଜୟ ଗାନ, ପ୍ରିୟତମ ଯୀଶୁ ନାମ। ଧନ୍ୟବାଦ ସୁଯୋଗ ଦେଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ। ପ୍ରେଜ ଦ ଲର୍ଡ ଭଉଣୀ, ଉତ୍ତମ ଭାବରେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ପ୍ରଭୁ ଆପଣଙ୍କୁ, ଆପଣ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ପରିମାଣରେ ଆଶୀର୍ବାଦ କରନ୍ତୁ। ତୃତୀୟ ଭଉଣୀ ମେନୁ ସାହୁ ଭଉଣୀ, ପ୍ରେଜ ଦ ଲର୍ଡ। ପ୍ରେଜ ଦ ଆପଣଙ୍କୁ ଲର୍ଡ।
ଏ କାର୍ଯ୍ୟକ୍ରମ ଆଗେଇ ନେବାକୁ ଆପଣଙ୍କୁ ହସ୍ତାନ୍ତର କରୁଛି, ଆରାଧନା କରୁଛୁ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ଆମର ଏଠି ବର୍ଷା ଭୟଙ୍କର ହଉଛି, ନେଟୱାର୍କ ର ପ୍ରୋବ୍ଲେମ ଅଛି, ତେଣୁକରି ଭିଡିଓ ଅଫ୍ କରିପାରେ ମଝିରେ ଯଦି ଅସୁବିଧା ହୁଏ। ଆସନ୍ତୁ ଗୋଟେ ଗୀତ ଗାଇବା, ପ୍ରଭୁଙ୍କର ପ୍ରଶଂସା ହବା, ନିଜକୁ ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିବା। ହାଲେଲୁୟା। हे क्रूसधारी ମୋ ପାଇଁ କ୍ରୁଶେ ଗଲ ମରି, हे प्रभु हे ମୋ ପାଇଁ କ୍ରୁଶେ ଗଲ ମରି, हे କ୍ରୁଶଧାରୀ ମୋ ପାଇଁ କ୍ରୁଶେ ଗଲ ମରି, हे ଯୀଶୁ हे ମୋ ପାଇଁ କ୍ରୁଶେ ଗଲ ମରି, ମୋ ବ୍ୟଥା ସବୁ ବହନ କରି ଯାତ ନା ସବୁ ଧାରଣ କଲ, ମୋ ବ୍ୟଥା ସବୁ ବହନ କରି ଯାତ ନା ସବୁ ଧାରଣ କଲ, ସହିଲ ନୀରବ ମେଷ ପରି ମୋ ପାଇଁ କ୍ରୁଶେ ଗଲ ମରି, हे ଯୀଶୁ हे ମୋ ପାଇଁ କ୍ରୁଶେ ଗଲ ମରି, हे କ୍ରୁଶଧାରୀ ମୋ ପାଇଁ କ୍ରୁଶେ ଗଲ ମରି, हे प्रभु हे ମୋ ପାଇଁ କ୍ରୁଶେ ଗଲ ମରି, ମୋର ପାପ ଲାଗି ସ୍ୱର୍ଗ ସୁଖ ତ୍ୟାଗି ଆସିଲ ମୋ ନିକଟକୁ, ମୋର ମୁକ୍ତି ଲାଗି କେତେ ଦୁଃଖ ଭୋଗି ଶୂନ୍ୟ କଲ ଆପଣାକୁ, ମୋର ପାପ ଲାଗି ସ୍ୱର୍ଗ ସୁଖ ତ୍ୟାଗି ଆସିଲ ମୋ ନିକଟକୁ, ମୋର ମୁକ୍ତି ଲାଗି କେତେ ଦୁଃଖ ଭୋଗି ଶୂନ୍ୟ କଲ ଆପଣାକୁ, କୋରଡ଼ା ଛାଟ ତୁମେ ସହିଲ, କଣ୍ଟା ମୁକୁଟ ତୁମେ ପିନ୍ଧିଲ, କୋରଡ଼ା ଛାଟ ତୁମେ ସହିଲ, କଣ୍ଟା ମୁକୁଟ ତୁମେ ପିନ୍ଧିଲ, ରକତ କେତେ ଗଲା ଝରି ମୋ ପାଇଁ କ୍ରୁଶେ ଗଲ ମରି, हे ଯୀଶୁ हे ମୋ ପାଇଁ କ୍ରୁଶେ ଗଲ ମରି, हे କ୍ରୁଶଧାରୀ ମୋ ପାଇଁ କ୍ରୁଶେ ଗଲ ମରି, हे प्रभु हे ମୋ ପାଇଁ କ୍ରୁଶେ ଗଲ ମରି, ଏମିତି ଯନ୍ତ୍ରଣା କିଏ ଭୋଗି ପାରେ ମୋ ପରି ପାତକୀ ପାଇଁ, ନିଜର ଜୀବନ କିଏ ଦେଇପାରେ ମୋ ପରି ନଗଣ୍ୟ ପାଇଁ, ଏମିତି ଯନ୍ତ୍ରଣା କିଏ ଭୋଗି ପାରେ ମୋ ପରି ପାତକୀ ପାଇଁ, ନିଜର ଜୀବନ କିଏ ଦେଇପାରେ ମୋ ପରି ନଗଣ୍ୟ ପାଇଁ, ବିନା ଦୋଷରେ ଦୋଷୀ ସାଜିଲ, ବିନା କାରଣେ
क्रुसे चढ़िल बिना दोषरे दोषी साजिल बिना कारणे क्रुसे चढ़िल प्रकाशिल प्रेम तुमरी ମୋ ପାଇଁ କ୍ରୁଶେ ଗଲ ମରି ହେ ଯୀଶୁ ହେ ମୋ ପାଇଁ କ୍ରୁଶେ ଗଲ ମରି हे क्रुशधारी ମୋ ପାଇଁ କ୍ରୁଶେ ଗଲ ମରି हे प्रभु हे ମୋ ପାଇଁ କ୍ରୁଶେ ଗଲ ମରି ମୋ ବ୍ୟଥା ସବୁ ବହନ କରି ଯାତନା ସବୁ ଧାରଣ କଲ ମୋ ବ୍ୟଥା ସବୁ ବହନ କରି ଯାତନା ସବୁ ଧାରଣ କଲ ସହିଲ ନୀରବ ମେଷ ପରି ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ ମୋ ପାଇଁ କ୍ରୁଶେ ଗଲ ମରି हे क्रुश धारी ମୋ ପାଇଁ କ୍ରୁଶେ ଗଲ ମରି ହେ ଯୀଶୁ ହେ ମୋ ପାଇଁ କ୍ରୁଶେ ଗଲ ମରି ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ ମୋ ପାଇଁ କ୍ରୁଶେ ଗଲ ମରି ଧନ୍ୟବାଦ ପ୍ରେଜ ଦ ଲର୍ଡ ପ୍ରେଜ ଦ ଲର୍ଡ ଭଉଣୀ ଉତ୍ତମ ଭାବରେ ପ୍ରଭୁଙ୍କର ଆରାଧନା କଲେ ପ୍ରଭୁ ଆଶୀର୍ବାଦ କରନ୍ତୁ ଆଗକୁ ମଧ୍ୟ ବଢାନ୍ତୁ ଅନେକ ସ୍ଥାନ ମାନଙ୍କରେ ଆପଣଙ୍କୁ ବ୍ୟବହାର କରନ୍ତୁ ଆଉ ଶେଷ ଭଉଣୀ ମଧୁସ୍ମିତା ଚାକରି ଭଉଣୀ ପ୍ରେଜ ଦ ଲର୍ଡ ଭଉଣୀ ମଧୁସ୍ମିତା ପ୍ରେଜ ଦ ଲର୍ଡ ଭଉଣୀ ଏ ସମୟକୁ ଆପଣଙ୍କୁ ହସ୍ତାନ୍ତର କରୁଛି ଗୀତ ମାଧ୍ୟମରେ ଆରାଧନା ମାଧ୍ୟମରେ ପ୍ରଭୁକୁ ଧନ୍ୟବାଦ ଦିଅନ୍ତୁ बहुत धन्यवाद सर्वप्रथमे ମୁଁ ଜୀବିତ ପରମେଶ୍ୱରଙ୍କ ମହାନ ନାମକୁ ଧନ୍ୟବାଦ ଦେବି ଆଉ ପ୍ରଭୁ ଆଜି ଅନେକ ଦିନ ପରେ ରିଏଲ ମିନିଷ୍ଟ୍ରିରେ ଆଜି ମୋତେ ଅଳ୍ପ ସମୟ ଆରାଧନା କରିବା ନିମନ୍ତେ ସୁଯୋଗ ମିଳିଅଛି ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହ କଷ୍ଟ ଆଜ୍ଞାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି ତ ସହିତ ପ୍ରବୀଣା ଦିଦିଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ ପୁଣି ଜଡ଼ିତ ଥିବା ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରେଜ ଦ ଲର୍ଡ ଆସନ୍ତୁ ଆମେ ଅଳ୍ପ ସମୟ ଗୋଟେ ଗୀତ ଗାନ କରି ଆମେ ଆରାଧନା ମଧ୍ୟକୁ ଯିବା प्रभु तुमे मो सहाय मो प्रतिपालक प्रभु तुमे मो सहाय मो प्रतिपालक दिन परे दिन राति परे राति बीती जाए मास बरस आराधना करे तुमरी आशारे पाइबाकु तुम आशीष प्रभु तुमे मो सहाय मो प्रतिपालक प्रतिदिन प्रति प्रहରରେ प्रभु तुमे ଅଛ ମୋ ପାଖରେ ନିଦ୍ରା ଯାଏ ଅତି ସଳରେ ପ୍ରଭୁ ନୀତି ତୁମ ନାମ ଧରେ ସୈନ୍ୟାଧିପତି ସଦା ପ୍ରଭୁ হে प्रभु तुमे मो सहाय मो प्रतिपालक प्रभु तुमे मो सहाय मो प्रतिपालक तुमार चरणारे जीवन तुमरी दयारे मोए प्राण पद
ମୋର କ୍ଷମା କର, ଦିଅ ମତେ ତୁମ ପରିତ୍ରାଣ, ଅନାଦି ରାଜା ସଦା ପ୍ରଭୁ ହେ। प्रभु तुमे मो सहाय, मो प्रतिपालक, प्रभु तुमे मो सहाय, मो प्रतिपालक। ଆସନ୍ତୁ ଅଳ୍ପ ସମୟ ଆମେ ନିଜକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ଆମେ ପରମେଶ୍ୱରଙ୍କ ନିକଟରେ ମାନେ ଆମର ସମସ୍ତ ମନ ଆତ୍ମା ପ୍ରାଣ ଦେଇ ପରମେଶ୍ୱର ନିକଟରେ ଆମେ ଆରାଧନା କରି ଯିବା। हालेलुया हालेलुया हालेलुया। धन्यवाद 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 सामर्थ्यवान जीवित परमेश्वर, प्रभु मान प्रभु राजा मानक राजा सारा सृष्टिर मालिक पवित्र परमेश्वर राजा, स्वर्ग तुम्हारी सिंहासन, पृथ्वी तुम्हारी पादपीठ। पवित्र परमेश्वर एतबेला आमे प्रभात समय धन्यवाद दो दो प्रभु, तुम प्रशंसा गान करू करू तुमर प्रांगण रे तुमर सौंदर्य देखिबा निमंते प्रभु जड़ित थिबा प्रत्येक आत्मा को तमे आकर्षण कल पिता परमेश्वर। धन्यवाद दौछि पवित्र परमेश्वर, सूर्यर उदय स्थान ठारू अस्त स्थान पर्यंत तुमर नाम प्रशंसनीय, जहार आसन ऊर्ध्वरे पवित्र परमेश्वर से जीवित परमेश्वरଙ୍କର शरणागत में प्रत्येक होइछि प्रभु। अनुग्रह कर दया कर पवित्र परमेश्वर राजा, इस समय आमे प्रत्येक हृदय मन आत्मा को प्रभु तुमर निकटवर्ती करे, प्रभु तुम निकट रे आमे प्रभु समर्पित होउछि पवित्र परमेश्वर। तुम दया दृष्टि हम प्रति रख प्रभु, अपना कर्ण फेराव नहीं, आमर आराधना रे आमर प्रार्थना रे तुम्हें कर्णपात करो हे जीवित सदा प्रभु। तुमको आमे धन्यवाद दउछु, तुम नाम को आमे उच्च रे स्थापित करूछु, कारण तुम स्तुति प्रशंसा पूजा आराधना पाइबा को योग्यवंत एकमात्र पवित्र परमेश्वर अट। तुम प्रशंसा रे वास करुथिबा से प्रशंसा निवासिनी परमेश्वर अट पिता। आमे एतेबेले तुमको धन्यवाद दउछु, तुम जीवन रो उपकारी, जीवन रो अधिकारी, जीवन रो साहाय्यकारी, पुणी जीवन रो सुरक्षाकारी प्रेमिक परमेश्वर राजा, पवित्र पिता, दयालु पिता, अनुग्रहकारी परमेश्वर पिता। आमे तुमको धन्यवाद दउछु महान परमेश्वर, तुम आद्य रे वर्तमान भविष्यत रे समान कार्य करुथिबा परमेश्वर। तुम्हें नथिबा वस्तु को थिबा वस्तु पर डाकिबा परमेश्वर, तुम्हें दिनहीन को खतराश रे उत्तोलन करिबा, पुणी दरिद्र को धूली रे उठेइबा परमेश्वर, प्रत्येक दुख शोक को आनंद रे बदलाइबा परमेश्वर पिता। आमे तुमको धन्यवाद दउछु प्रभु, तुम्हें कुंभाकार आमे सब माटीर पात्र पात्रे आम जीवन को तुम्हें सजाड़ी दियो, आम जीवन को तुम्हें परिवर्तन करो, आम जीवन को तुम्हें नूतनीकरण करो, आमर पथमय हृदय को काढ़ी प्रभु तुम्हें मांसमय हृदय रे परिणत करो जीवित सदा प्रभु। एतेबेले आमे तुमको धन्यवाद दउछु प्रभु, तुमर विविध दया सकाशु तुम्हें आज आम मान को विनष्ट होबा पाई देलो नाही प्रभु, तुमर महान अनुग्रह रे प्रभु आम मान को ए सानिध्य मध्य रे तुम्हें आनी अस पिता। धन्यवाद दउछु तुमर पवित्र आत्मांकर उपस्थिति को हे जागा रे रख, तुमर पवित्र आत्मांकर अभिषेक को तुम एठारे ढाली दियो पवित्र परमेश्वर राजा। स्वर्ग उपविष्ट सदा प्रभु, स्वर्ग तुम्हारी सिंहासन, पृथ्वी तुम्हारी पादपीठ पिता। में तुमको धन्यवाद दउछु, तुम्हें अब्राहम इसहाक याकूब जिसा जिर्मियर परमेश्वर, तुम्हें जिहि कल एलियो एलिसा एलिशबार परमेश्वर, तुम्हें शद्रक मैशक अबेदनगर परमेश्वर, पुणी राजा एटारे जड़ित थिबा तुम्हें प्रत्येक परमेश्वर अट पिता। आमे तुमको धन्यवाद दउछु प्रभु, आमे तुम निकटरे साहाय्य मागुछु, तुम्हें आम मानकर प्रार्थना शुण प्रभु। सेदिन तुम्हें मोसांक प्रार्थना रे माना वर्षाइथिल प्रभु, तुम्हें जियोसुଙ୍କ प्रार्थना रे सूर्य चंद्र को स्थगित करिथिल, तुम्हें एलियंक प्रार्थना रे प्रभु अग्नि मध्य रे उत्तर देइथिल गो बापा। तुम्हें हानांक प्रार्थना रे तार वृद्ध गर्भ को पिटाई देइथिल, तुम्हें दानिएलଙ୍କ प्रार्थना रे सिंहर मुख को बंद करिथिल। राजे प्रभात समय रे प्रभु आमे तुम निकट रे प्रभु हमर प्रत्येक गुहारी निवेदन रखुछु, राजा तुम्हें ग्रहण करो पवित्र परमेश्वर। आम पाखरे कौन सी उत्तमता कि योग्यता कि धार्मिकता नाई गो बापा, आमे कौन दे जे तुमको संतुष्ट करिवु प्रभु। ए भग्न हृदय अंतकरण रो भेटी को ए प्रभात समय रे प्रभु तुमर चरण निकट रे अर्पण करूछु पिता। तुमे ग्रहण कर पवित्र परमेश्वर राजा, तुमर दया दृष्टि रख पवित्र परमेश्वर प्रभु। तुम बिना हमर कौन ही मंगल नाई, सन्याधिपति सदा प्रभु राजा तुमर बिना हमर कौन ही मंगल नाई। ए शरीर मन हृदय आत्मा केवल तुमर प्रभु, यह तुम निमंते नित्य नित्य व्यवहृत हो। हालेलुया, थैंक यू लॉर्ड, थैंक यू जीसस, थैंक यू जीसस, थैंक यू जीसस। मते दया देखैबा म प्रभु, मते हृदय रखिबा मोर प्रभु,
ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖରେ ରୁହ ମୋ ପ୍ରଭୁ ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟ ରଖିବା ମୋର ପ୍ରଭୁ, ଆସିଅଛି ତୁମ ପାଦ ତଳେ, ଆସିଅଛି ତୁମ ପାଦ ତଳେ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ ତୁମରି ପାଶେ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟ ରଖିବା ମୋର प्रभु। हालेलुया, थैंक यू जीसस, हालेलुया। पवित्र परमेश्वर सामर्थ जिंदा पिता, धन्यवाद देते हैं सुंदर समय के लिए प्रभु, आपके अनुग्रह पवित्र परमेश्वर, आपकी दया की वजह से प्रभु हमने ये दिन देखा है प्रभु। आज बहुत सारे लोग प्रभु ये दिन नहीं देख पाए, लेकिन राजा तूने हमको प्रभु जीवितों में से रखा। पिता धन्यवाद देते पवित्र परमेश्वर राजा, आज हमारे टूटे मन लेकर आपके चरणों में आए हैं प्रभु। हर एक को तू ब्लेस कर राजा, हर एक के प्रभु तेरे लहू से कवर कर मेरे जिंदा खुदा, हर एक को पवित्र आत्मा से भर दे मेरे जिंदा के दो, क्योंकि राजा तेरे बिना हमारा भलाई कोई भी नहीं प्रभु। जब जब हम टूटते हैं, जब जब हम बिखरते हैं, जब जब हम गिरते हैं प्रभु, तब तक तू हमको संभालता है मेरे जिंदा खुदा। राजा तू जगत के सदृश हमको मत बना पवित्र परमेश्वर राजा, तेरे वचन की अकॉर्डिंग पवित्र पिता हम तेरे चरणों में आएंगे प्रभु, और हमारा सारे जीवन प्रभु आपके नाम को स्तुति धन्यवाद कर पाए प्रभु। तेरे सामर्थ से भर दे मेरे जिंदा खुदा, तेरे सामर्थ से भर दे। हालेलुया। माटिरे मुगढ़ा जाइछि, पुणी माटिरे मु मिशि जीवी, माटिरे मुगढ़ा जाइछि, पुणी माटिरे मु मिशि जीवी, तुम महिमा पाई मते बाछिछ प्रभु, तुम महिमा मु करुथिबी, तुम सेवा पाई मते डाकिछ प्रभु, तुम सेवा मु करिबी। आसन्ना जिहुदांक राजांक, आसन्ना राजा मानक राजांक, मु पापरे पड़िबा समये तुम प्रेम मते संभाळे प्रभु, मु पापरे पड़िबा समये तुम प्रेम मते संभाळे प्रभु, एही पाप जगतरु मते पृथक कल, तुम प्रेम मो पाई गली, एही जगत ठारू मते पृथक कल, तुम दया मु देखिली। आसन्ना जिहुदांक राजांक, आसन्ना राजा मानक राजांक। थैंक यू जीसस। पवित्र सन्याधिपति सदा प्रभु, हे मोर जीवन उपकारी जीवन अधिकारी परमेश्वर पिता, एतबेला आम तुमको धन्यवाद दउछु पवित्र परमेश्वर, वाक्य रूपी परमेश्वर राजा, हमारे हृदय मन आत्मा तुम निकट समर्पण करुछु। तुम धार्मिकतार वस्त्र पुणी वाक्य रूप वस्त्र प्रभु आम समस्त परिधान कर पवित्र परमेश्वर, जीवन शेष पर्यंत पिता ये जीवन यात्रा महान परमेश्वर तुम पथ अनुसरण कर सत्य पुणी आत्मारे पुणी भययुक्त जीवन नहीं प्रभु, तुम वाक्य अनुसार आम जीवन कटई पार प्रभु, तुम्हें साहाय्य कर। हालेलुया। पवित्र परमेश्वर इस समय प्रार्थना करे प्रभु को धन्यवाद दउछि राजा, तुमरा गौरव प्रशंसा करी जीवा निमंते मो परि अजय को सुंदर समय देला पिता।
ଯେତେବେଳେ ମୁଁ ପ୍ରାର୍ଥନା କରେ ଆଗାମୀ ସମୟ ତୁମର ବାକ୍ୟର ସମୟ ପ୍ରଭୁ ଆଜି ତୁମେ ଯେଉଁ ଦାସଙ୍କୁ ମନୋନୀତ କରିଅଛ ତମ ଦାସଙ୍କୁ ତମ ପବିତ୍ର ହସ୍ତରେ ସମର୍ପଣ କରେ ପବିତ୍ର ଆତ୍ମାଙ୍କ ଦ୍ଵାରା ପ୍ରଭୁ ତୁମେ ତାଙ୍କୁ ମାଇଟଲି ୟୁଜ କର ଆମ ପ୍ରତ୍ୟେକଙ୍କ ଜୀବନରେ ତମ ଦାସଙ୍କ ମୁଖ ଦେଇ ତୁମେ କଥା କୁହ ପବିତ୍ର ପରମେଶ୍ୱର ରାଜା ଆଜିର ବାକ୍ୟ ପ୍ରଭୁ ଆମ ପ୍ରଭୁ ଜୀବନରେ 30 ଗୁଣ ନୁହଁ 60 ଗୁଣ ନୁହଁ 100 ଗୁଣ ଫଳ ଉପଦୟ କରି ପ୍ରଭୁ ଏକ ନୂତନ ବୀଜ ଯେ ଅଙ୍କୁରିତ ହୋଇ ପ୍ରଭୁ ଆମର ଆତ୍ମିକ ଜୀବନକୁ ଅଭିବୃଦ୍ଧି କରିବା ନିମନ୍ତେ ପିତା ସାହାଯ୍ୟ କରିବ ପ୍ରଭୁ ତୁମର ପବିତ୍ର ଆତ୍ମାଙ୍କର ସାମର୍ଥ୍ୟ ପ୍ରତ୍ୟେକଙ୍କୁ ଦିଅ ପବିତ୍ର ପରମେଶ୍ୱର ଏସବୁ ପ୍ରାର୍ଥନା କରେ ପ୍ରଭୁ ରିଏଲ ମିନିଷ୍ଟ୍ରି ହୋଷ୍ଟ ଆଜ୍ଞାଙ୍କୁ ତାଙ୍କ ସପରିବାରକୁ ତାଙ୍କ ମିନିଷ୍ଟ୍ରିକୁ ପବିତ୍ର ପରମେଶ୍ୱର ତୁମ ହସ୍ତରେ ରଖୁଅଛି ପ୍ରତ୍ୟେକଙ୍କୁ ତୁମେ ପ୍ରଚୁର ମାତ୍ରାରେ ଆଶୀର୍ବାଦ କର ପ୍ରଭୁ ତୁମର ସାମ୍ରାଜ୍ୟ ନିମନ୍ତେ ଅଧିକରୁ ଅଧିକ ପ୍ରଭୁ ତୁମେ ବ୍ୟବହୃତ କର ତମ ଦାସଙ୍କୁ ଏଠାରେ ଅନେକ ଲୋକ ଜଡ଼ିତ ହୋଇ ପବିତ୍ର ପରମେଶ୍ୱର ପ୍ରଭୁ ତୁମ ସେବାରେ ନିୟୋଜିତ ହେବା ନିମନ୍ତେ ଅନେକ ଆତ୍ମାକୁ ଏଠାରେ ଆକର୍ଷିତ କର ପବିତ୍ର ପରମେଶ୍ୱର ତୁମ ଦାସଙ୍କ ପରିବାରକୁ ପ୍ରଭୁ ତୁମେ ସଂକାଳ ପ୍ରଚୁର ମାତ୍ରାରେ ପ୍ରଭୁ ତୁମେ ଆଶୀର୍ବାଦ କର ପବିତ୍ର ପରମେଶ୍ୱର ରାଜା ଅନୁଗ୍ରହ କର ସାହାଯ୍ୟ କର ପ୍ରଭୁ ଜଡ଼ିତ ଥିବା ପ୍ରତ୍ୟେକ ହୃଦୟ ପ୍ରତ୍ୟେକ ଆତ୍ମାକୁ ତୁମ ପବିତ୍ର ହସ୍ତରେ ରଖୁଛି ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ମହାନ ପରମେଶ୍ୱର ରାଜା ଧୈର୍ଯ୍ୟର ସହିତ ସୁସ୍ଥିରତାର ସହିତ ପ୍ରଭୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମର ଉପାସନା ମଧ୍ୟରେ ରହି ଆଜିର ଆତ୍ମିକ ମାନକୁ ଗ୍ରହଣ କରି ପବିତ୍ର ପରମେଶ୍ୱର ଆମ ଜୀବନର ବେଦୀକୁ ଆମେ ସଜାଡ଼ିବା ନିମନ୍ତେ ପ୍ରତ୍ୟେକଙ୍କୁ ତୁମେ ସାମର୍ଥ୍ୟ ଦିଅ ଗର୍ବ ପ୍ରଶଂସା ମହିମା ଆଦର ତୁମକୁ ଦେଇ ଏ ଛୋଟ ନିବେଦନ ଶୀଘ୍ର ଆସୁଥିବା ସେମାନଙ୍କର ପ୍ରାଣର ପ୍ରିୟତମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜୀବିତ ମହାନାମରେ ମାଗିଲେ ପିତା ଦୟାକରି ଶୁଣି ଗ୍ରହଣ କରନ୍ତୁ ଆମେ ଧନ୍ୟବାଦ ଦିଦି ସୁଯୋଗ ଦେଇଥିବା ନିମନ୍ତେ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆପଣଙ୍କ କାର୍ଯ୍ୟକ୍ରମକୁ ଆପଣଙ୍କର ପ୍ରଭୁଙ୍କର ସେବାକୁ ଆଶୀର୍ବାଦ କରନ୍ତୁ ଆଗକୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରି କଢେଇ ନିଅନ୍ତୁ ପ୍ରଭୁଙ୍କର ଧନ୍ୟବାଦ ହଉ ଆଉ ଭଉଣୀ ମୋର 4 ଭଉଣୀ ଅତି ସୁନ୍ଦର ଭାବରେ ନମ୍ର ଭାବରେ ଗୀତ ମାଧ୍ୟମରେ ଆରାଧନା ମାଧ୍ୟମରେ ହୃଦୟ ଖୋଲି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ପ୍ରଭୁକୁ ଧନ୍ୟବାଦ ଦେଲେ ସମସ୍ତଙ୍କର ହୃଦୟ ସ୍ପର୍ଶୀ 4 ଭଉଣୀ କରିକିନା ଗଲେ ଭଉଣୀ ମାନେ ଧନ୍ୟବାଦ ଭଉଣୀ ଅମ୍ବିକା ମଲ୍ଲିକ ଭଉଣୀ ହେମଲତା ସୁନା ଭଉଣୀ ମିନୁ ସାହୁ ଭଉଣୀ ମଧୁସ୍ମିତା ଟାକରି ଭଉଣୀ ପ୍ରେଜ ଦ ଲର୍ଡ ଭଉଣୀ ଆପଣଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଆଉକୁ ମଧ୍ୟ ଅନେକ ସ୍ଥାନ ନେଇ ପ୍ରଭୁ ବ୍ୟବହାର କରନ୍ତୁ ଅଫଲାଇନ ମାଧ୍ୟମରେ ଅନଲାଇନ ମାଧ୍ୟମରେ ବ୍ୟବହାର କରନ୍ତୁ ପରମେଶ୍ୱର ମହାନ ପରମେଶ୍ୱର ଅଟନ୍ତି ଦିନହୀନକୁ ଖତରାଶିରୁ ଉଠାଇବା ପରମେଶ୍ୱର ଅଟନ୍ତି ଦରିଦ୍ରକୁ କାଦୁଅରୁ ଉଠାଇବା ପରମେଶ୍ୱର ଅଟନ୍ତି ଆଉ ଏହି ସମୟ ବାକ୍ୟର ସମୟ ଆଉ ୱାରିସ କରୁଥିବା ଭଉଣୀ ମାନଙ୍କ ପାଇଁ ବାକ୍ୟ ଆଣୁଥିବା ଆଜ୍ଞାଙ୍କ ପାଇଁ ଆମେ ଯେତେ ଜଣ ରିଏଲ ମିନିଷ୍ଟରିଜମରେ ଅଛୁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବିନୋଦ ପାଲ ସାର୍ ଆଜ୍ଞା ପ୍ରେଜ ଦ ଲର୍ଡ ବିନୋଦ ପାଲ ସାର୍ ଆଜ୍ଞା ପ୍ରେଜ ଦ ଲର୍ଡ ୱାର୍ସିପ କରୁଥିବା ଭଉଣୀ ମାନଙ୍କର ପାଇଁ ବାକ୍ୟ ଆଣୁଥିବା ସାର୍ଙ୍କ ପାଇଁ ଆମେ ଯେତେ ଜଣ ରିଏଲ ମିନିଷ୍ଟର ଜମରେ ଅଛୁ ସମସ୍ତ ପାଇଁ ପ୍ରାର୍ଥନା କରନ୍ତୁ ଧନ୍ୟବାଦ ଭଉଣୀ ସୁନ୍ଦର ସୁଯୋଗ ନିମନ୍ତେ ବହୁତ ବହୁତ ଧନ୍ୟବାଦ ଉପସ୍ଥିତ ପ୍ରତ୍ୟେକଙ୍କୁ ମୁଁ କୃଷ୍ଣ ନମସ୍କାର ଜ୍ଞାପନ କରେ ନମସ୍କାର ଆସନ୍ତା ଏହି ସମୟରେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା Thank you, Lord Jesus. Hallelujah. 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 ଅତ୍ୟନ୍ତ ଦୟାଳୁ ସ୍ୱର୍ଗବାସୀ ପିତା ତୁମର ସେ ମହତ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦଉଛୁ ପ୍ରଶଂସା ଗୌରବ କରୁଛୁ ରାଜା ପ୍ରଭୁ ଆମେ ଦିନମାନଙ୍କୁ ପ୍ରଭୁ ତୁମେ ଅନୁଗ୍ରହ କଲ କୃପା କଲ ପ୍ରେମ କଲ ସ୍ନେହ କଲ ଅମଙ୍ଗଳରୁ ରକ୍ଷା କଲ ରାତ୍ରର ଶୟନ କକ୍ଷରେ ପ୍ରଭୁ ତୁମରି ଗୁହାଡ଼ ମଧ୍ୟରେ ରଖିଲ ଏଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ ପ୍ରଶଂସା କରୁଛୁ ସୁନ୍ଦର ପ୍ରାର୍ଥ ଆମମାନଙ୍କ ଜୀବନରେ ଯୋଡ଼ିଦେଲ ଏଥିପାଇଁ ତୁମରି ଗୌରବ କରୁଛୁ ପ୍ରଶଂସା କରୁଛୁ ପ୍ରଭୁ ତୁମେ ଅନୁଗ୍ରହ କରି ପ୍ରଭୁ ତୁମ ଚରଣ ତଳେ ଆମମାନଙ୍କୁ ଆଶ୍ରା ଦେବା ପାଇଁ ପ୍ରଭୁ ସୁନ୍ଦର ଅବକାଶ ଦେଲ ସୁନ୍ଦର ସମୟ ଦେଲ ରିଏଲ ମିନିଷ୍ଟ୍ରି ଯୋଉ ମଧ୍ୟ ପ୍ରଭୁ ତୁମରି ସେ ଜୀବନ୍ତ ବାକ୍ୟ ଶୁଣିବା ପାଇଁ ତୁମରି ଶ୍ରବଣ କରିବା ପାଇଁ ତୁମରି ଦାସ ମାନଙ୍କୁ ପ୍ରସ୍ତୁତ କରି ଆଣୁଥିବା ହେତୁ
तुमरी गौरव करुछु प्रशंसा करुछु प्रभु एई समय प्रभु तुमरी चारि दासी तुम निकटवर्ती करे आराधना माध्यम गीत माध्यम प्रशंसा गौरव करू करू प्रत्येक तुम निकटवर्ती करई एपर्यंत आनी तुमको धन्यवाद दौछु प्रभु तुम्हें सहवर्ती परमेश्वर हुओ कथा को प्रभु स्वर को कंठ को हृदय को प्रभु तुम्हें स्पर्शता दे तुम्हें अनुग्रह तुम्हें महिमान्वित प्रभु से अनेक स्थान रे प्रभु से तुम्हें व्यवहार कर परिवार को तुम्हें आशीर्वाद कर और प्रभु ज्ञात कुटुंब को आशीर्वाद कर सहवर्ती परमेश्वर हो प्रभु तुम्हें दया कर तुम वक्ता दासम को प्रभु आज तुम्हें मनोनीत कर तुम से जीवंत वाक्य परिवेषण करने निमंते प्रत्येक हृदय को स्पर्श प्रभु जो वाक्य नहीं आसु से वाक्य प्रत्येक आत्मिक मानना हो बोली प्रार्थना कर प्रभु तुम्हें दया कर तुम्हें स्पर्शता दियो मुखपात्र है तुम्हें कथा ज्ञान दियो मस्तक ठार तलिपा पर्यंत स्पर्श कर प्रभु आत्मा द्वारा कथा कहवाई प्रभु तुम्हें अनुग्रह शक्ति युक्त कर बोली प्रार्थना कर प्रत्येक जतक स्थान रे बसी अच्छु प्रत्येक को तुम्हें स्पर्शता दियो अनुभव करने दियो प्रभु तुमरी से वाक्य हृदय संचित करी तुम निमंते आम व्यवहार हेबा निमंते आमको अनुग्रह कृपा कर साहाय्य महिमान्वित गौरवमय राजा तुम्हें गौरव पाओ प्रभु आरंभ टू शेष पर्यंत प्रभु सुस्थिर चित्तरे स्थिर आत्मा बसी तुमरी से जीवंत वाक्य को श्रवण करी आम को शक्तियुक्त दे स्थिरता दे प्रभु मन प्राण तुम्भ चरण तले दे प्रभु आम बसी तुम से जीवंत वाक्य को श्रवण करूँ अनुग्रह को पा कर प्रभु यही अनुष्ठान को मध्य तुम्हें बजाय रख बोली जो तुम जीशु नाम रे छोट निवेदन कली पिता आमेन प्रेज द लॉर्ड आपनकर प्रार्थना सुनिले आ प्रभु उत्तर देले प्रभु को धन्यवाद हो आपण को मध्य प्रार्थना करथिबा लोग धन्यवाद दोछि ए समय वाक्य दे आमे स्वागत करूछु रियल मिनिस्टर ग्रुप जोम तरफरु प्रभु कर वाक्य रे लिखा है तुम्हें प्रस्तुत हुओ तुम्हें आपना को तुम्ह निकट रे एकत्रित तुमर समस्त समाज को प्रस्तुत करो आ तुम्हें सेमानकर रक्षक हो ए वाक्य दे हंसे सार को धन्यवाद दोछि धन्यवाद सर ए समय आपण को दोछि आमको आत्मिक आहार देवा को वाक्य आगे नियंत प्रेज द लॉर्ड प्रभु को नाम धन्यवाद हो सुंदर सकाळ प्रभु मान को देइछंती आज रे सुंदर अवसर रे रियल मिनिस्ट्री अनुकूल्य रे आज रे प्रात जूम सभा रे जूम उपासना रे जोग देथिबा प्रत्येक भाई भणी समस्त को प्रभु जी ख्रीष्ट नाम रे प्रेम नमस्कार जणाए नमस्कार नमस्कार हमनकर समय अल्प समय रही प्राय पाखापाखि 8 मिनिट खंडे अच्छी आम देखुचु गोटे सुंदर समय सकाळ समय पाइछु प्रभु निकट सेवा आराधना करने जीवन को प्रस्तुत करने प्रभु मान को अवकाश देइछन्ति शुभा जाउछि तो आज्ञा आज्ञा हां सर शुभा जाउछि सर 30 मिनिट परंतु सर वाक्य दियंतु सर हाँ मु देखुछि मु तो बेसी कम कुहे ठीक अच्छे आमको गोटे सुजोग रही जे ए शेष दिन मानक प्रभु को पाई निज जीवन को प्रस्तुत करवा आमने वाक्यर शीर्षक नहीं पारिबा तुम्हें कि प्रकार दास तुम्हें कि प्रकार दास ए कथा माने शीर्षक नहीं पारिबा चिंता करि पारिबा आइथिने मन्ते शास्त्रांश आमान को पाई आज रही माथ्यू तार 24 अध्याय
ତାର 45 ରୁ 51 ପର୍ଯ୍ୟନ୍ତ ଯଦି କିଏ ପଢିକି ସାହାଯ୍ୟ କରିପାରିବେ ଭଲ ହବ। ତେବେ ପ୍ରଭୁ ଆପଣା ପରିଜନ ମାନଙ୍କୁ ଯଥା ସମୟରେ ପଢିଦେବା ନିମନ୍ତେ ଯାହାଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? ପ୍ରଭୁ ଆସି ଆପଣାର ଯେଉଁ ଦାସମାନଙ୍କୁ ସେହି ପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କର ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନ ପାନ କରେ, ତାହା ହେଲେ ଯେଉଁଦିନ ସେ ଅପେକ୍ଷା କରୁନଥିବ ଓ ଯେଉଁ ଦଣ୍ଡ ସେ ଜାଣିନଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି ସେ ତାହାକୁ ଦୁଇ ଖଣ୍ଡ କରି କପଟିମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ। ସେଠାରେ ରୋଦନ ଓ ଦନ୍ତର କିଳିମିଳି ହେବ। ବହୁତ ଧନ୍ୟବାଦ ଭଉଣୀ, ସୁନ୍ଦର ଭାବରେ ଆପଣ ପଢିକି ସାହାଯ୍ୟ କଲେ। ଏଠାରେ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ମଣ୍ଡଳୀ, ସେବକ, ବିଶ୍ୱାସୀ ମାନଙ୍କ ପାଇଁ ଗୋଟେ ସୁନ୍ଦର କଥା କହିଲେ। ଏଠି ଲେଖା ଅଛି ଯେ ପରିଜନ ମାନଙ୍କୁ ଯଥା ସମୟରେ ଆହାର ଦେବା ପାଇଁ, ପଢିଦେବା ପାଇଁ, ପରିଜନ ମାନଙ୍କୁ ଅର୍ଥାତ୍ ବିଶ୍ୱାସୀ ମାନଙ୍କୁ, ମଣ୍ଡଳୀକୁ ଠିକ ସମୟରେ ସେମାନଙ୍କର ଯତ୍ନ ନେବା, ସେମାନଙ୍କୁ ପ୍ରଭୁଙ୍କ ବାକ୍ୟ, ଶିକ୍ଷା, ଚେତନା ଦ୍ୱାରା ପ୍ରତିପାଳନ କରିବା, ଏଇ ଲକ୍ଷ୍ୟରେ ସିଏ ଦାସ ନିଯୁକ୍ତି କଲେ। ଏଠି ସୁନ୍ଦର ଭାବରେ ଲେଖା ଅଛି ଯେ ଯୀଶୁଙ୍କର ଦ୍ୱିତୀୟ ଆଗମନ ପୂର୍ବ ସମୟରେ, ଦ୍ୱିତୀୟ ଆଗମନ ସମୟରେ କି ପ୍ରକାର ପରିସ୍ଥିତି ଜଗତରେ ଘଟିବ ସେ କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହି ସାରିଛନ୍ତି। ଏହା ଯୀଶୁଙ୍କର ଦ୍ୱିତୀୟ ଆଗମନ ସମୟର ଘଟଣା, ଶେଷ ସମୟର ଘଟଣା ସବୁ। ଶେଷ ସମୟରେ ମଣ୍ଡଳୀ ମାନଙ୍କରେ ଅର୍ଥାତ୍ ବିଶ୍ୱାସୀ ମାନଙ୍କର ଗୋଷ୍ଠୀ କି ନିଜ ପରିବାର, ଏ ସମସ୍ତ ମଧ୍ୟରେ କେମିତି ଘଟିବାର ସମ୍ଭାବନା ଅଛି ସେ କଥା ଯୀଶୁ କହିଲେ। ଏଠି କୁହାଗଲା ଯେ ଗୋଟିଏ ମାଲିକ ଗୋଟେ ଗୃହ, ଯାହାକି ମଣ୍ଡଳୀକୁ ବୁଝାଏ। ଆମେ ଗୃହ ବୋଲି ଆମର ନିଜସ୍ୱ ଗୃହକୁ କେବଳ ବୁଝିବାନି, ନିଜସ୍ୱ ଗୃହ ଅଛି, ନିଜସ୍ୱ ମଣ୍ଡଳୀ ଅଛି, ବିଶ୍ୱ ମଣ୍ଡଳୀ ଅଛି। ହେଲେ ମଣ୍ଡଳୀର ଦାୟିତ୍ୱ ନେବା, ମଣ୍ଡଳୀ ପ୍ରଭୁଙ୍କର ଆଗମନର ଅପେକ୍ଷା କେମିତି କରିପାରିବ ନା ପ୍ରଭୁଙ୍କର ବାକ୍ୟ ଶିକ୍ଷା, ପ୍ରଭୁଙ୍କ ଠାରେ ରହିବା, ପ୍ରଭୁ ଯାହା ଚାହୁଁଛନ୍ତି ତାହା କରିବା ଦ୍ୱାରା ହିଁ ମଣ୍ଡଳୀ ପ୍ରଭୁଙ୍କର ଆଗମନ ପାଇଁ ଅପେକ୍ଷା କରିପାରିବ। ତେଣୁ ଏଇଠି ଦୁଇଟା ଦାସର କଥା କୁହାଗଲା, ଏଇଠି ଦୁଇଟା ଦାସ କଥା କୁହାଗଲା। ମଣ୍ଡଳୀ ଗୋଟିଏ, ଜଣେ ଦାସକୁ ନିଯୁକ୍ତ କରୁଛନ୍ତି, କିନ୍ତୁ ସେଇ ଜଣେ ଦାସ ହୁଏତ ତାର ସ୍ୱଭାବ ଦୁଇ ପ୍ରକାର ହେଇପାରେ। ସେଇ ଜଣେ ଦାସ ବିଶ୍ୱସ୍ତ ହେଇପାରନ୍ତି, କିମ୍ବା ସେଇ ଦାସ ଅବିଶ୍ୱସ୍ତ ବି ହେଇପାରନ୍ତି। କିନ୍ତୁ ପ୍ରଭୁ ଚାହୁଁଛନ୍ତି ସେ ଦାସ ବିଶ୍ୱସ୍ତ ହେବାକୁ ପଡିବ। ବିଶ୍ୱସ୍ତ ନହେଲେ ପ୍ରଭୁଙ୍କର ଇଚ୍ଛା ପ୍ରଭୁଙ୍କ ମଣ୍ଡଳୀରେ, ପ୍ରଭୁଙ୍କ ପରିବାରରେ ସେ ସାଧନ କରିପାରିବେ ନାହିଁ। ତେଣୁ ଆମେ ଯେତେବେଳେ 45, 46, 47 ଦେଖୁଛୁ, ଟିକେ ପଢିବେ କି? ସେଇ ମାଥ୍ୟୁ 24, ଆମେ ଅନ୍ୟ ଅଂଶ ମାନ ପଢିବା ନାହିଁ, ଖାଲି ମାଥ୍ୟୁ 24, 45, 46, 47। ତେବେ ପ୍ରଭୁ ଆପଣା ପରିଜନ ମାନଙ୍କୁ ଯଥା ସମୟରେ ପଢିଦେବା ନିମନ୍ତେ ଯାହାଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? ପ୍ରଭୁ ଆସି ଆପଣାର ଯେଉଁ ଦାସଙ୍କୁ ସେହି ପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। ମୁଁ ତୁମ୍ଭମାନଙ୍କୁ 47 ପର୍ଯ୍ୟନ୍ତ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। ଏଇଠି ଗୋଟେ ବଡ କଥା କୁହାଯାଇଛି ଯେ ବିଶ୍ୱସ୍ତ ରହିବେ
ତାଙ୍କୁ ସର୍ବସ୍ୱ ଉପରେ ନିଯୁକ୍ତି କରିବେ। ଦେଖନ୍ତୁ ବିଶ୍ୱସ୍ତ ବୁଦ୍ଧିମାନ ଦାସ ସେ ଗୃହର କର୍ତ୍ତାଙ୍କର ସୌଭାଗ୍ୟ। କର୍ତ୍ତା ଯୋଉ ସମ୍ମାନ ତାକୁ ଦେବେ, ଯୋଉ ଅଧିକାର ଦେବେ, ସେ ଅଧିକାର ସେ ପ୍ରାପ୍ତ ହେବେ ବା ସମ୍ମାନିତ ହେବେ। ତେଣୁ ଆମେ ମଣ୍ଡଳୀରେ ଦୁଇଟି ଦାସ କଥା ଦେଖୁଛୁ, ଦୁଇ ଜଣ ବ୍ୟକ୍ତି କଥା ଆମେ ଦେଖୁନୁ, ଦୁଇଟା ଦାସଙ୍କର ସ୍ୱଭାବ ସେଇଠି ଦେଖୁଛୁ। ଏଇଠି ଦୁଇଟା ଦାସର ସ୍ୱଭାବ ଲେଖା ହେଇଛି। ପ୍ରଭୁ ଚାହୁଁଛନ୍ତି ମଣ୍ଡଳୀରେ ବିଶ୍ୱସ୍ତ ଦାସ ହିଁ ରହିବା ଆବଶ୍ୟକ। ବିଶ୍ୱସ୍ତ ଦାସ ରହିବା ଦ୍ୱାରା ପ୍ରଭୁ ତାଙ୍କୁ ସମସ୍ତ ଉପରେ ନିଯୁକ୍ତି କରିବେ। ଦେଖନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ତାହାଙ୍କୁ ଆପଣଙ୍କର ସର୍ବସ୍ୱ ଉପରେ ନିଯୁକ୍ତି କରିବେ। ସର୍ବସ୍ୱ, ଯଦି ଆମେ ଜାଗତିକ ଭାବରେ ସର୍ବସ୍ୱ ବୋଇଲେ ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟ ଯାହା 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 ଅଛି ସେ ଉପରେ ନିଯୁକ୍ତ କରିବେ। କିନ୍ତୁ ଆମେ ସ୍ୱର୍ଗ ରାଜ୍ୟ ବିଷୟରେ, ପ୍ରଭୁଙ୍କର ଏଇ ବାକ୍ୟ ବିଷୟରେ ଯଦି ଚିନ୍ତା କରିବା, ପ୍ରଭୁ ତାଙ୍କୁ ଅଧିକାର ପ୍ରଦାନ କରିବେ, ଅଧିକାର ପ୍ରଦାନ କରିବ। ଦ୍ୱିତୀୟ ଆଗମନ ପରେ, ଯୀଶୁଖ୍ରୀଷ୍ଟଙ୍କର ଆଗମନ ପରେ ବିଭିନ୍ନ ବିଷୟ ବିଶ୍ୱସ୍ତ ଲୋକମାନଙ୍କ ପାଇଁ ରହିଛି। ସେମାନେ 1000 ବର୍ଷ ଶାନ୍ତି ରାଜ୍ୟର ଭାଗିଦାର ହେବେ। ଶାନ୍ତି ରାଜ୍ୟ ସେମାନେ ଚଳେଇବେ, ସେମାନଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ମିଳିବ। ତେଣୁ ଏଇଟା ଗୋଟେ ସୁନ୍ଦର ବୁଝିବା ପାଇଁ କୁହାଯାଇଛି ଯେ ମଣ୍ଡଳୀ ଗୋଟିଏ, କିନ୍ତୁ ଦାସଙ୍କର ସ୍ୱଭାବ ଦୁଇ ପ୍ରକାର ହେଇପାରେ। ବିଶ୍ୱସ୍ତ ଦାସ କଣ ନା, ବିଶ୍ୱସ୍ତ ଦାସ ସିଏ ପରିଶ୍ରମୀ ଥିବେ, କର୍ତ୍ତବ୍ୟନିଷ୍ଠ ଥିବେ, ତାଙ୍କର ପରିଜନ ପ୍ରତି ଚିନ୍ତା ଥିବ, ପରିଜନ ମାନଙ୍କର ବିଶ୍ୱାସର ସ୍ଥିତି, ସେମାନଙ୍କର ସାମାଜିକ ସ୍ଥିତି, ସେମାନେ କି ପ୍ରକାର ବିଭିନ୍ନ ସ୍ଥିତିରେ ଅଛନ୍ତି। ଦେଖନ୍ତୁ ମନୁଷ୍ୟକୁ ବିଭିନ୍ନ ପ୍ରକାର ପରିସ୍ଥିତି ଆସିଲେ ସେ ବିଶ୍ୱାସରୁ ଓହଳି ଯିବା କି ବିଶ୍ୱାସରେ ସ୍ଥିର ନ ରହିବା କି ପ୍ରେମରେ ଶିଥିଳ ହେବା, ଏ ସମସ୍ତ ଲକ୍ଷଣ ଦେଖାଯାଏ। ତେଣୁ କୁହାଗଲା ଯେ ବିଶ୍ୱସ୍ତ ଦାସ, ବିଶ୍ୱସ୍ତ ଦାସ କେବଳ ସୁଖ ସମୃଦ୍ଧି, ସୁଖ ସୁବିଧା ସମୟରେ, ସମ୍ମାନ ପାଉଥିବା ସମୟରେ, ସୁରକ୍ଷିତ ରହିଥିବା ସମୟରେ ସେ ପ୍ରଭୁଙ୍କର ପଲକୁ ପାଳନ କରିବ ତାହା ନୁହେଁ। ସମସ୍ତ ପରିସ୍ଥିତିରେ, ସମସ୍ତ ପରିସ୍ଥିତି ମନୁଷ୍ୟ ପ୍ରତି, ବିଶ୍ୱାସୀ ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ପରିସ୍ଥିତି ରହିଛି। ବିଭିନ୍ନ ପ୍ରକାର ପରିସ୍ଥିତି, କାହାକୁ କେଉଁ ସମୟରେ କେଉଁ ପ୍ରକାର ପରିସ୍ଥିତିର ମୁକାବିଲା ବା ସମ୍ମୁଖୀନ ହେବାକୁ ପଡିବ ସେ କଥା ମନୁଷ୍ୟ ଜାଣିନଥାଏ। କିନ୍ତୁ ଏ ସମସ୍ତ ପରିସ୍ଥିତିରେ ମଧ୍ୟ ଜଣେ ବିଶ୍ୱସ୍ତ ଦାସ ବିଶ୍ୱସ୍ତ ରହିବ, ଦାୟିତ୍ୱବାନ ରହିବ। ସେ ଯେଉଁ ଦାୟିତ୍ୱ ପ୍ରାପ୍ତ ହେଇଛନ୍ତି ନିଜ ପରିଜନକୁ ପଡିର ହାର ଦେବା ପାଇଁ, ଦେଖନ୍ତୁ ଏଇଠି ଅତି ସୁନ୍ଦର ଭାବରେ ସିଧାସଳଖ ଭାବରେ ଆଉ ସହଜରେ ଲେଖା ଯାଇଛି, ସରଳ ଭାବରେ ଲେଖା ଯାଇଛି, ତେବେ ପ୍ରଭୁ ଆପଣା ପରିଜନ ମାନଙ୍କୁ ଯଥା ସମୟରେ ପଡିଦେବା ନିମନ୍ତେ, ଯଥା ସମୟରେ ପଡିଦେବା ନିମନ୍ତେ, ଦେଖନ୍ତୁ ପଡିଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ବୁଦ୍ଧିମାନ ଦାସ କିଏ। ଯଥା ସମୟରେ ପଡିଦେବା ପାଇଁ ପ୍ରଭୁଙ୍କର ଆଗମନ ପୂର୍ବରୁ ଜଗତରେ ଯୋଉ ପ୍ରକାର ପରିସ୍ଥିତି ଆସିବ, ସେଇ ସମୟରେ ଅନେକ ଗୁଡିଏ କଥା ଲେଖା ଅଛି। ସେଥିପାଇଁ ବିଶ୍ୱାସୀ ମାନଙ୍କୁ, ସେବକ ମାନଙ୍କୁ ସାବଧାନ ରହିବାକୁ ପଡିବ। ଆମେ ଯଦି 24:4 ଦେଖିବା, ଭଉଣୀ ଟିକେ ପଢିକି ସାହାଯ୍ୟ କରିବେ, ସେଇ ମାଥ୍ୟୁ 24:4। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। ଏଇଠି ଆମେ ଦେଖିପାରୁଛୁ ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। ତାର ଅର୍ଥ ଭ୍ରାନ୍ତ ହେବାର ସମ୍ଭାବନା ବେଶୀ ଅଛି, ଭ୍ରାନ୍ତ କରାଯିବାର ସମ୍ଭାବନା ବେଶୀ ଅଛି। ଭ୍ରାନ୍ତ କେତେବେଳେ ହୁଅନ୍ତି ବା ଭ୍ରାନ୍ତ କେତେବେଳେ ଜଣେ ପରିଜନ କିମ୍ବା ଜଣେ ସେବକ ହେଇଯାଇପାରେ ନା, ଯେତେବେଳେ ଖ୍ରୀଷ୍ଟ ଯୀଶୁଙ୍କର ଶିକ୍ଷା, ସତ୍ୟ ଶିକ୍ଷାକୁ ବୁଝି ନ ପାରିଲେ, ସତ୍ୟ ଶିକ୍ଷାକୁ ଗ୍ରହଣ ନ କଲେ, ସତ୍ୟ ଶିକ୍ଷାକୁ ପ୍ରକାଶ ନ କଲେ, ସତ୍ୟ ଶିକ୍ଷାକୁ ନ ମାନିଲେ ଭ୍ରାନ୍ତତା ଆସେ। ତେଣୁ ସେଥିପାଇଁ ଯୀଶୁ ଆଗରୁ ସୂଚେଇ ଦେଲେ
जे तुमे विश्वस्त दास ପାଇଁ ନିଯୁକ୍ତି ହେଇଛ, ବୁଦ୍ଧିମାନ ଦାସ ରହିବା ପାଇଁ ନିଯୁକ୍ତି ହେଇଛ, କିନ୍ତୁ କାଳେ ଭ୍ରାନ୍ତ ହେବା ଦ୍ୱାରା ତୁମେ ଦୁଷ୍ଟ ଦାସରେ ପରିଣତ ହେଇଯାଇପାର। ଭ୍ରାନ୍ତ ହେବା ଦ୍ୱାରା ଦୁଷ୍ଟ ଦାସରେ ପରିଣତ ହେଇଯାଇପାର। ତେଣୁ ଏଠି କୁହାଗଲା କଣ? ବିଶ୍ବସ୍ତ ଦାସ। ବିଶ୍ବସ୍ତ ଦାସ ସେ ସବୁବେଳେ ସାବଧାନ ରହିବ, କେବଳ ନିଜ ପାଇଁ ନୁହେଁ, ନିଜର ପଲ ପାଇଁ, ନିଜର ପରିଜନ ପାଇଁ ସେ ସାବଧାନ ରହିବ। ସାବଧାନ ରହିବା ଦ୍ୱାରା ସେ ନିଜେ ସୁରକ୍ଷିତ ରହିବ, ପ୍ରଭୁଙ୍କର ପଡି ପ୍ରଭୁଙ୍କ ଠାରୁ ଯେଉଁ ଭାଗ ସେ ପାଉଛନ୍ତି, ଯେଉଁ ଖାଦ୍ୟ, ଯେଉଁ ପ୍ରତିପାଳନ ଦ୍ୱାରା ବିଶ୍ୱାସୀ ମାନେ ସୁରକ୍ଷିତ ରହିପାରିବେ, ସେ ସମସ୍ତ ଖୁରାକ, ସେ ସମସ୍ତ ବାକ୍ୟ, ସେ ସମସ୍ତ ପଥର ବିଷୟ ବିଶ୍ବସ୍ତ ଦାସ ନିଜ ପରିଜନକୁ ଦେଇପାରିବ। ତେଣୁ ବିଶ୍ବସ୍ତ ଦାସଙ୍କୁ ସବୁବେଳେ ସାବଧାନ ରହିବାର ଅଛି, ସଜାଗ ରହିବାର ଅଛି, ସଚେତନ ରହିବାର ଅଛି। ଆଉ ଯଦି ଆମେ ଦେଖିବା 12 ପଦରେ ଆଉ ଗୋଟେ କଥା ଲେଖା ଅଛି, ସେ 24ର 12 ପଦ ଟିକେ ଦୟାକରି ପଢିପାରିବେ? ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶିଥିଳ ହୋଇଯିବ। ଶେଷ ସମୟରେ ଏ ସମସ୍ତ ବିଷୟ ଘଟିବାର ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଯେତେବେଳେ ଏ ସମସ୍ତ କଥା କହିଛନ୍ତି, ତାଙ୍କର ଆଗମନ ପୂର୍ବରୁ ମଣ୍ଡଳୀରେ ଏଇ ପ୍ରକାର ପରିସ୍ଥିତି ଆସିବ ବୋଲି। ତେଣୁ ଆଜିକା ଦୁନିଆରେ ଆମେ ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରୁଛୁ କିମ୍ବା ବିଭିନ୍ନ ପ୍ରକାର ନେତୃସ୍ଥାନରେ ଅଛୁ, ପରିଜନ ବିଭିନ୍ନ ଦାୟିତ୍ୱ ଆମମାନଙ୍କ ହସ୍ତରେ ଦିଆଯାଇଛି, ସେତେବେଳେ ଆମେ ଜାଣି ରଖିବାର ଅଛି ଯେ ସେତେବେଳେ ନା ସାବଧାନ ନ ରହିଲେ ଭ୍ରାନ୍ତ ହେଇଯିବାର ସମ୍ଭାବନା ଅଛି। ପ୍ରଥମ କଥା, ସାବଧାନ ନ ରହିଲେ ଭ୍ରାନ୍ତ ହେବାର ସମ୍ଭାବନା ଅଛି। ଏଇଠି ଦ୍ୱିତୀୟ କଥା ଦେଖୁଛୁ, ଅଧର୍ମ ବୃଦ୍ଧି ପାଇବା ସମୟ। ଅଧର୍ମ ବୃଦ୍ଧି ପାଇବା ସମୟ, ଅଧର୍ମ ବୃଦ୍ଧି ପାଇଲେ ପ୍ରେମ ଶୀତଳ ହେଇଯିବ ବା ଶିଥିଳ ହେଇଯିବ। ପ୍ରେମ, ଦେଖନ୍ତୁ ଆମେ ସମସ୍ତେ ଗୁଣାଧିକ ଭାବରେ, ତାକୁ ଯଦି ଆମେ ସ୍ପଷ୍ଟ ଭାବରେ କହିବା, ଭଲ ଭାବରେ ଜାଣୁ ଯେ ମଣ୍ଡଳୀ ମାନଙ୍କରେ, ଖ୍ରୀଷ୍ଟୀୟ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ, ଆମେ ଦାୟିତ୍ୱ ନେଉଥିବା ସମସ୍ତ କ୍ଷେତ୍ର ମାନଙ୍କରେ ନା ପ୍ରେମ ଶୀତଳ ହେଇଯାଇଛି, ପରସ୍ପର ମଧ୍ୟରେ ପ୍ରେମର ଅଭାବ ଥାଏ। ପ୍ରେମର ଅଭାବ କେତେବେଳେ ଆସେ ନା ଯେତେବେଳେ ମନୁଷ୍ୟ ମଧ୍ୟରେ ସ୍ୱାର୍ଥ ପୂର୍ଣ୍ଣ ହେଇଯାଏ, ନିଜ ସ୍ୱାର୍ଥ, ନିଜ ଭଲ, ନିଜ କଥା। ଏଇଠି ଆମେ ଦେଖୁଛୁ ଯୀଶୁ ପଡିର ଆହାର ଦେବା ପାଇଁ ବିଶ୍ବସ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି, ପଲର ଉପଯୁକ୍ତ ଯତ୍ନ ନେବା ପାଇଁ ସେ ନିଯୁକ୍ତ କରିଛନ୍ତି, ପଲ ଯେ ପ୍ରକାର ଭ୍ରାନ୍ତ ନ ହେବେ ସେଥିପାଇଁ ଶିକ୍ଷା ଚେତନା ଦେବା ପାଇଁ ନିଯୁକ୍ତ କରିଛନ୍ତି। ପଲ ମଧ୍ୟରେ ପ୍ରେମର ଶୀତଳତା ଯେ ପ୍ରକାର ଦେଖାନଯିବ, କେବଳ ପରସ୍ପର ପ୍ରେମ ନୁହେଁ, ଈଶ୍ୱରଙ୍କ ପ୍ରତି ପ୍ରେମ। ଯେମିତି ପ୍ରକାଶିତ ପୁସ୍ତକ ଲେଖା, ତୁମେ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଆଦ୍ୟ ପ୍ରେମ, ପ୍ରଭୁଙ୍କ ପ୍ରତି ଆମମାନଙ୍କର ପ୍ରେମ ମଧ୍ୟ ଶୀତଳ ହେବାର ସମ୍ଭାବନା ଅଛି। ତେଣୁ ବିଶ୍ବସ୍ତ ଦାସ ଏ ସମସ୍ତ ବୁଝି ନିଜେ ସୁରକ୍ଷିତ ହେବା ପାଇଁ, ନିଜେ ପାଇଥିବା ପଲର ସୁରକ୍ଷା ପାଇଁ ସେ ଉପଯୁକ୍ତ ଶିକ୍ଷା ଚେତନା ଦେଇ ପ୍ରତିପାଳନ କରିବାର ଦରକାର ଅଛି। କାରଣ ଅନେକ ଗୁଡିଏ କଥା ଏଠି ଲେଖା ଅଛି, ଆମେ ବାହାର ତ ଦେଖିଲୁ ଅଧର୍ମ ବୃଦ୍ଧି ପାଇବାର ଆଶଙ୍କା ଅଛି। ତାର 21-22 ଟିକେ ପଢିବେ କି? କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେ ଘଟିବ ନାହିଁ। ଆଉ ସେହି ସମୟ ଯେବେ ଊଣା କରାଯାଇ ନଥାନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ। ମାତ୍ର ମନୋନୀତ ଲୋକ ସକାଶେ ସେହି ସମୟ ଊଣା କରାଯିବ। ଖ୍ରୀଷ୍ଟଙ୍କର ଆଗମନ ସମୟରେ ଏ କ୍ଲେଶ ବିଷୟରେ ଲେଖା ଅଛି ଯେ କ୍ଲେଶ ଘଟିବ, ବିଶ୍ୱାସୀ ମାନଙ୍କ ପାଇଁ କ୍ଲେଶ ଘଟିବ, ଯୀଶୁଙ୍କର ଆଗମନ ସମୟରେ ବି କ୍ଲେଶ ଘଟିବ, କିନ୍ତୁ କ୍ଲେଶ ମନୋନୀତ ଲୋକମାନଙ୍କ ପାଇଁ ଟିକେ ଊଣା କରାଯାଇଛି। କ୍ଲେଶ ଊଣା ନ କଲେ ମନୋନୀତ ଲୋକମାନେ ଭ୍ରାନ୍ତ ହେବାର ସମ୍ଭାବନା ଅଛି। ସାଧାରଣ ତାକୁ ମନୋନୀତ ବୋଇଲେ ଇସ୍ରାଏଲ ମାନଙ୍କୁ ବୁଝାଯାଏ, କିନ୍ତୁ ଆମେ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଯେହେତୁ କିଣା ଯାଇଛୁ, ଆମମାନଙ୍କ ପାଇଁ ମଧ୍ୟ ସେଇଟା ଉଦ୍ଦିଷ୍ଟ ଯେ କ୍ଲେଶ ଅଛି। ଯୀଶୁଙ୍କର ଆଗମନ ସମୟରେ ଯୋଉ କ୍ଲେଶ ଅଛି ସେଇ କ୍ଲେଶ ଥାଇପାରେ,
वर्तमान संसार रे आमे जो स्थान मान रहीचु से स्थान मानकरे जो परिजन मध्य अछंतु जो विश्वासी मान सहित अच्छु ए समस्त समय रे मध्य क्लेश आसी पारे तेणु आगरू प्रभु जीशु ख्रीष्ट ए समस्त सूचना दे सारी आउ से स्पष्ट भाव में कहते जे जीशु आसी गलेनी ए प्रकार जनरब मध्य हम लोके कहे जीशु आसी गलेनी तांकर आगमन हो सारानी ए समस्त कथा कहे तथापि विश्वस्त बुद्धिमान दास जानिया पड़ो जे जीशु सिमिति आसबेनी आकाश मंडल रे महागौरव रे दूत मान सहित से आसबे आउ विश्वासी मानकर सुरक्षा करेंगे एठी हम जो देखिलु विश्वस्त दास आ अविश्वस्त दास अविश्वस्त दास विषय लिखा अछि जे तांकु देखिबे ताकु कपटी मानक सहित दंड देबे कपटी मानक सहित कपट आचरण करथिबारु जहा कि 51 रे अछि 50 आ 51 टिके पढ देबे कि भौणी ତାହା ହେଲେ ଯେଉଁଦିନ ସେ ଅପେକ୍ଷା କରୁନଥିବ ଓ ଯେଉଁ ଦଣ୍ଡ ସେ ଜାଣିନଥିବ ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ ପୁଣି ସେ ତାହାକୁ ଦୁଇ ଖଣ୍ଡ କରି କପଟି ମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ ସେଠାରେ ରୋଦନ ଓ ଦନ୍ତର କିଳିମିଳି ହେବ। आमे जेतेबेले ताकू 48 रु पढुचु तहिरे बहुत सुंदर भाव लिखा अछि जे दुष्ट दास प्रभुंकर आसीबार विलंब होउची बोली से बाहाना करिवो किंतु विश्वस्त दास से सबु बेले जागृत रहिवो विश्वस्त दास अलर्ट रहिवो से प्रभुंकर आगमन केउ मुहूर्त रे हो विश्वस्त आ बुद्धिमान दास पई किछि फरक पड़िवनी से सबले अलर्ट रहिवो जागृत रहिवो जीशु जो मुहूर्त रे आसिले मध्य प्रभु जीशु ख्रीष्ट जो दायित्व तांकु देइछंती से दायित्व रे से हेळा करूनांती से दायित्व अनुसार निजे निज पल पाई पढ़ी देवा पाई वाक्य देवा पाई सुरक्षित करिया पाई शिक्षा देवा पाई चेतना देवा पाई से माने जे प्रकार भ्रांत न हेबे कि प्रेम रे शीतल होई नष्ट न हेबे प्रभुंकर आगमन समय से माने परित्यक्त हेबे न हेबे आ सेति पाई विश्वस्त दास ए समस्त कर्म करिवे तेणु प्रभु जो समस्त दायित्व सेवक मानकु आम मानकु देइछन देखंतु एटा गोटे बड़ कथा कई सेवक आमे थाई पारू कई न थाई पारू तथापि आमानक निकटरे निज परिवार अछि निजर परिजन अछंते तेणु परिवार परिजन को मध्य प्रभुंक पई प्रस्तुत करिवार आमानकर कर्तव्य रहिछि आवश्यक रहिछि ए समय रे आमे देखुचु जे परिवार परिजन रे मध्य अनेक समय रे प्रभुंकर इच्छा साधन करिवारे बहुत कष्ट होई थाए बहुत बाधा विघ्न समय आसी थाए आ से समय रे मध्य प्रभुंकर इच्छा अछि जे आमको विश्वस्त दास हेबाकू पड़िबो विश्वस्त दास हेबा द्वारा आमानक पई कोन अछि ना से उत्तम दायित्व रे नियुक्ति प्राप्त प्रभुंक द्वारा सम्मानित प्रभुंक द्वारा आइडेंटिफिकेशन जे जन विश्वस्त बुद्धिमान दास ताहांको जेउ कर्म दे जाइथिला सेही कर्म करिवारे से केबे हेले हेळा करिना जदि देखंतु आमे एई समय करंती पुस्तक और विभिन्न पुस्तक जेमती आत्मिक दान विषय लिखा अछि प्रभु विश्वासी मान को विभिन्न प्रकार दान देइछंती केही प्रार्थना करिवो केही वाक्य वपन करिवो केही शिक्षा देबो केही रोग सुस्थ करिवो विभिन्न प्रकार दान कथा लिखा अछि जदि से समस्त दान मध्यरु कौन सी दान मो सहित कि आपनक सहित अछि से दान को उत्तम भाव रे प्रभु को गौरव पाई व्यवहार करिवार अछि आ से दान को जतबे हम व्यवहार करि पारनु ताहेले विश्वस्त दास हिसाब रे हमें अपना को स्थिर रखि पारनु प्रभु चाहउछंती प्रत्येक दास दासी प्रत्येक सेवक जो माने विभिन्न दान रे विभूषित होइछंती वर्तमान सेही दान अनुसार प्रभु एई दान मते देइछंती एई कर्तव्य मते देइछंती आ से कर्तव्य को प्रतिपालन करिया पाए जने विश्वस्त दास सजाग रहिया को पड़िबो कारण से सर्वस्व उपरे नियुक्ति प्राप्त हेबे विश्वस्त दास किंतु देखंतु दुष्ट दास कथा आइला समय आमे 48 रु आमे देखुचु किंतु जदि सेही दुष्ट दास मोर प्रभुंक आसीबार विलंब अछि बोली मने मने कहि
आपणा दास मानू प्रहार करने को लगे आउ मधुआ मान सहित भोजन पान करे। प्रेजेंट सिचुएशन वर्तमान दुनिया रो मंडली मानकर परिस्थिति जदि आम देखा मंडली मानकरे एई प्रकार परिस्थिति निच्छक भावरे स्पष्ट भावरे देखा जाउछि। कौन ना प्रभुंकर आसीबार विलंब बोली मने करी अपना दास मानू प्रहार करिबा पाइथिबा पल पाइथिबा परिजन को प्रभु प्रतिपालन न करी सेमान प्रति कठोर व्यवहार करिबा सेमान को शासन करिबा सेमान को प्रभु को प्रेम प्रदर्शन न करिबा ये समस्त विषय देखा जाउछि। यदि ये समस्त विषय आम मध्य देखा जाउछि आमको जानिया को पड़िबो जे प्रभु आमको विश्वस्त दास हेबा पई नियुक्ति दैछन। आमे फेरी पळे आसीबार अछि से समस्त कर्म को प्रत्याग करी पळे आसीबार अछि। यदि से कर्म को प्रत्याग करी आसीबा नहीं ताहले कोन द्विखंडित हेबार आशंका अछि दंड पाइबार आशंका अछि। कपटी माने बोले कोन यीशु को विश्वास करिबा यीशु को विश्वास करी यीशुंकर दास हिसाब रे निजको प्रतिष्ठित करिबा परिप्रकाश करिबा निजको अन्य मान आगे प्रभुंकर लोक बोली देखैबा किंतु काम ताठारु संपूर्ण भिन्न थिबो। एटा होछि कपट आचरण कपटी दासर लक्षण। मु यीशुंकर लोक ए कथा समस्ते बाहर हमको देखुथिबे मते देखुथिबे आपनको देखुथिबे किंतु आमनकर समस्त कार्यकलाप प्रभु यीशु ख्रीष्ट चाहुथिबा विषय नथिबो। परिजन प्रति सदाचरण नथिबो परिजनकर जत्न नेबार भाव नथिबो अलसुआमी थिबो सेमानको उपयुक्त शिक्षा चेतना देई प्रतिपालन नथिबो सेमानको दंडित करिवार थिबो सेमानको प्रभुको निकटको आनिबार नथिबो। ए समस्त जने दुष्ट दासर लक्षण। ये सब कौन ना प्रभु केतेबेले आसीबे देखंतु वाक्य रे मध्य केते गुडी कथा रहिछि कौन ना प्रभुंकर आसीबार विलंब काहेकि होउछि। प्रभुंकर आसीबार विलंब एथिपाई होउछि जे समस्त जगतर लोक माने कि समस्त आम परिजन मध्य लोक माने समस्ते आम पाइथिबा आ गोष्ठी मध्य लोक माने से माने जेमिति यीशु को जानिबे ग्रहण करिवे सेतिबे प्रभु यीशु ख्रीष्टकर आगमन होउछि। आम अन्य समय निज घर को न देखी अन्य को देखुଛୁ निज मंडली को न देखी अन्य को देखुଛୁ निज परिसर को न देखी अन्यर परिसर को देखुଛୁ जे अन्यर परिसर देखिया पाए एई अंश हमको किछि कहूनी। ए अंश कोछि निजे पाइथिबा परिजन निजे पाइथिबा अंचल निजे पाइथिबा दायित्व ए समस्त मध्य प्रभुंकर गौरव करिया पाए प्रभुंक सकाशे पाइथिबा दास दासी मानू स्नेह करिबा प्रेम करिबा वाक्य प्रकाश करिबा प्रभुंक सकाशे सेमानकु सुसज्जित करिबा प्रभुंकर आगमन अपेक्षा से जीवन जे प्रकार जलिब प्रस्तुत रहिबो सेथिपाई सेमानकु प्रस्तुत कराइबा ए समस्त विषय प्रभुंकर लक्ष्य रहिछि। तेणु 50 पदरे स्पष्ट भाव लिखा अछि ताहेले जेउ दिन से अपेक्षा करुनथिबो ओ जेउ दंड से जानि नथिबो सेई दिन ओ सेई दंडरे ताहार प्रभु आसीबे। एइठी विश्वस्त दास पई प्रभुंकर आगमन केतेबेले हबो केउ मुहूर्त रे हबो आ सेतेबेले विश्वस्त दास पई किछि फरक पड़िबोनी। जने विश्वस्त दास प्रभुंकर आगमन सकाळु हो मध्याह्न समय हो संध्या समय हो रात्रि समय हो प्रभुंकर विश्वस्त दास पई ए समस्त समय किछि फरक पड़िबोनी। समस्त समय से विश्वस्त भाव रही पारिबे किंतु दुष्ट दास अलसुआ दास प्रभुंकर आगमन समय शेष लक्षण को ज्ञान रे न आनी शेष समय को मन रे न आनी शेष समय वाक्य को गुरुत्व न देई निजर पल प्रति अवहेला हवा पाइथिबा परिजन को सुशिक्षा न देबा पाइथिबा परिजनर आउ एटी लेखा अछि आपणा दास मानक प्रहार करने को लगे आउ मधुआ मान सहित भोजन पान करे मधुआ मान सहित भोजन पान एटा बहुत कठोर कथा। जने सेवक मधुआ मानकर संगी हबो हेले खाली आमे एमिति भाबबानी
ଯେ ଜଣେ ସେବକ ଯିଏ ସେବା କରିବା ପାଇଁ ମନୋନୀତ ହେଇଛି, ଯେକୌଣସି ସେବା, ପାଳକୀୟ ସେବା ହଉ କିଏ ବା ଶିକ୍ଷା ଦେବା ସେବା ହଉ, ଅନ୍ୟମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା କି ସାହାଯ୍ୟ କରିବାର ସେବା ହଉ, ଦୁଃଖୀ ଦରିଦ୍ର ମାନଙ୍କର ଉପକାର କରିବା ସେବା ହଉ, ଯେକୌଣସି ସେବା କରିବା ପାଇଁ ସେ ଯୋଉ ସୁଯୋଗ ପାଇଛି, ସେଇ ସମୟ ବିଳମ୍ବ ହଉଛି ବୋଲି ଯଦି ହେଳା କରିବା, ସେଇଟା ହଉଛି ଦୁଷ୍ଟ ଦାସର ପରିଚୟ, ହେଳା କରିବା। ହେଲେ ଏଇଠି ଆମେ ସମସ୍ତେ ସତର୍କ ସଜାଗ ହେବା ପାଇଁ କଥା ରହିଛି, କାରଣ ଅନେକ ସମୟରେ ହେଳା ଜୀବନରେ ଆସିବାର ସମ୍ଭାବନା ବେଶୀ ରହିଛି, କାରଣ ବିଭିନ୍ନ ଗୋଷ୍ଠୀ ବିଭିନ୍ନ ଲୋକମାନଙ୍କ ସହିତ ଆମମାନଙ୍କର ସମ୍ପର୍କ ଆସେ। ଏଠି ଯୋଉ ମଦୁଆ ମାନଙ୍କ ସହିତ ଭୋଜନ ପାନ କରେ, ଅର୍ଥାତ୍ ନିଜର ସୁଖ ସମୃଦ୍ଧି ପାଇଁ, ନିଜର ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ବିଭିନ୍ନ ଶ୍ରେଣୀର ଲୋକମାନେ, ଯୋଉମାନେ କି ଜାଗତିକ କର୍ମରେ ମାତାଲ ଥିବେ, ଈଶ୍ୱରଙ୍କର ଗୌରବ ସକାଶେ ନିଜକୁ ମନୋନିବେଶ ନ କରି ଜାଗତିକ କର୍ମରେ ଯୋଉମାନେ ମାତାଲ ଥିବେ, ସେମାନଙ୍କର ସଙ୍ଗୀ ହେବେ, ସେମାନଙ୍କୁ ପ୍ରଶଂସା କରିବେ, ସେମାନଙ୍କର ସହଭାଗୀ ହେବେ। ତାହେଲେ କଣ ହବ, ଈଶ୍ୱରଙ୍କର ମୂଳ ଶିକ୍ଷା ସେଇ ସେବକ ପାଖରେ ରହିବନି, ସେ ବ୍ୟକ୍ତି ପାଖରେ ରହିବନି। ଯଦି ଆମେ ସେହି ଅଟୁ, ଆମେ ବି ଜାଣିବା ଦରକାର, ଯଦି ଜଗତ ସହିତ ଆମେ ତାଳମେଳ ଦେଇକି ଚାଲିବାକୁ ଇଚ୍ଛା କରୁଛୁ, ତାହେଲେ ଈଶ୍ୱରଙ୍କର ଯୋଉ ଲକ୍ଷ୍ୟ ରହିଛି, ଯୋଉ ଉଦ୍ଦେଶ୍ୟ ରହିଛି, ବିଶ୍ୱସ୍ତ ବୁଦ୍ଧିମାନ ଦାସ ହିସାବରେ ମତେ ଆପଣମାନଙ୍କୁ ଦେଖିବା ପାଇଁ, ସେଥିରେ ଆମେ ଉଣା ପଡିଯାଉଛୁ। କିନ୍ତୁ ସମୟ ଅଛି ଯେ ଆମ ଜୀବନରେ ଯାହା ଉଣା ଅଛି, ତାହା ଆମେ ଉଣା ନ ହୋଇ ପ୍ରଭୁଙ୍କ ନିକଟରୁ ସେଇ କ୍ଷେତ୍ରରେ ଶକ୍ତି ପ୍ରାପ୍ତ ହେବା, ସେଇ କ୍ଷେତ୍ରରେ ବଳବାନ ହେବା, ସେଇ କ୍ଷେତ୍ରରେ ନିଜକୁ ନିଜ ପରିଜନକୁ ପ୍ରସ୍ତୁତ କରିବା, ଏହା ହଉଛି ପ୍ରଭୁଙ୍କର ଇଚ୍ଛା। ତେଣୁ ଲେଖା ଅଛି ଯେ ମାତାଲ ଯୋଉମାନେ ମଦୁଆ ମାନଙ୍କ ସହିତ ଭୋଜନ ପାନ କରେ। ବହୁତ ଦୁଃଖର କଥା, ଜଣେ ସେବକ ମଦୁଆ ଅର୍ଥାତ୍ ଯେ କି ନିଶା ସେବନ କରୁଛନ୍ତି, କେବଳ ସେଇ କଥା ହିଁ ଆମେ ମଦୁଆ ବୋଲି କହିବାନି, ବିଭିନ୍ନ ଏଡିକ୍ସନ, ବିଭିନ୍ନ ନିଶାସକ୍ତ ଜୀବନ ବିଶ୍ୱାସୀ ମାନଙ୍କ ସେବକ ମାନଙ୍କ ଜୀବନରେ ମଧ୍ୟ ବର୍ତ୍ତମାନ ବି ଦେଖା ଯାଉଛି। ସେଇ ବିଭିନ୍ନ ପ୍ରକାର ମାତାଲ ଅବସ୍ଥାରୁ ଫେରି ଆସିବାର ଅଛି, ସଚେତନ ହେଇଯିବାର ଅଛି। ତେଣୁକରି ଲେଖା ଅଛି ସାବଧାନ, ସାବଧାନ। ଯଦି ସାବଧାନ ରହିବାନି, ଭ୍ରାନ୍ତ ହେବାର ସମ୍ଭାବନା ଅଛି। ସାବଧାନ ରହିବାନି, ପ୍ରେମ ଶୀତଳ ହେଇଯିବ, ପ୍ରେମ ଶିଥିଳ ହେଇଯିବ। କେବଳ ବିଶ୍ୱାସୀ ମାନଙ୍କ ସହିତ ପ୍ରେମ ଶିଥିଳ ହେଇଯିବ ତାହା ନୁହେଁ, ଈଶ୍ୱରଙ୍କୁ ପ୍ରେମ କରିବାର ଶିଥିଳ ହେଇଯିବ। ଈଶ୍ୱରଙ୍କୁ ପ୍ରେମ କରିବା ଶିଥିଳ ହେଇଗଲେ, ଈଶ୍ୱରଙ୍କ ଠାରୁ ଯୋଉ ଶକ୍ତି ପ୍ରାପ୍ତ ହେବାର ସେ ସୋର୍ସ ସବୁ ଜୀବନରେ କମିଯିବ, ଶୁଷ୍କ ହେଇଯିବ, ଆଉ ଦୁଷ୍ଟ ଦାସରେ ଆମେ ପରିଗଣିତ ହେଇଯିବା। ତେଣୁ ପ୍ରଭୁ ଚାହୁଁଛନ୍ତି ଆମେ ସାବଧାନ ରହିବା। ଜଣେ ଉତ୍ତମ ଦାସ, ବିଶ୍ୱସ୍ତ ଦାସ, ସେ ବିଶ୍ୱସ୍ତ ରହିବେ, ନିଜ କର୍ତ୍ତବ୍ୟ ପ୍ରତି ସଜାଗ ରହିବେ, ପାଇଥିବା ପଲକୁ ପ୍ରଭୁଙ୍କର ଶିକ୍ଷା ଚେତନା ଦେଇ ସେ ସୁଗଠନ କରିବେ, ପ୍ରଭୁଙ୍କ ଆଗମନ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବେ। କାରଣ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର ଜୀବନର ମୂଳ ଲକ୍ଷ୍ୟ ହେଲା ଆମେ ସୁସଜ୍ଜିତ ହବା, ଖ୍ରୀଷ୍ଟଙ୍କର ଆଗମନରେ ତାଙ୍କ ସହିତ ସାକ୍ଷାତ କରିବା, ଖ୍ରୀଷ୍ଟଙ୍କ ରାଜ୍ୟର ଅଂଶୀଦାର ହେବା, ଖ୍ରୀଷ୍ଟଙ୍କ ରାଜ୍ୟରେ ରହିବା। ଏହା ଛଡା ବିଶ୍ୱାସୀ ମାନଙ୍କର ଜୀବନରେ ଆଉ କିଛି ନାହିଁ। ଯଦି ଜଗତରେ ବିଭିନ୍ନ ଦାୟିତ୍ୱରେ ସୁଖ ସମୃଦ୍ଧି ପ୍ରଭୁ ଦେଇପାରନ୍ତି, ସେଇଟା ସ୍ୱାଗତ ଯୋଗ୍ୟ। କିନ୍ତୁ ଏଠି ଲେଖା ଅଛି ସେ ସୁଖ ସମୃଦ୍ଧିର ମୋହମାୟାରେ ଦୁଷ୍ଟ ଦାସ ଯେମିତି ହେଇନଯିବା, ପ୍ରଭୁଙ୍କୁ ଛାଡି ନଦେବା। ଆମମାନଙ୍କ ଜୀବନରେ କୌଣସି ଗୋଟେ କଠିନ ହୃଦୟ, କୌଣସି ଗୋଟେ ଆଉ ପ୍ରଲୋଭନର ଜୀବନ ଆସି ଆମେ ପ୍ରଭୁଙ୍କର ସେବା କରିବାରୁ ବଞ୍ଚିତ ନ ହେଉ, ସେଥିପାଇଁ ଏଇ କଥା କୁହାଯାଇଛି। ତେଣୁ ଯୀଶୁ କହିଲେ ଯେ ଗୋଟେ ଦାୟିତ୍ୱ, ମଣ୍ଡଳୀର ଦାୟିତ୍ୱ, ପରିଜନର ଦାୟିତ୍ୱ ବିଶ୍ୱସ୍ତ ଦାସଙ୍କୁ ସେ ଦେଇଛନ୍ତି। ଏବେ ଯୀଶୁ ଜଗତରେ ନାହାନ୍ତି ଫିଜିକାଲି, କିନ୍ତୁ ଯୀଶୁଙ୍କର ବାକ୍ୟ ଅଛି, ଯୀଶୁଙ୍କର ଆତ୍ମା ଅଛି। ଯୀଶୁଙ୍କର ଦାସ ମାନେ ଯୀଶୁଙ୍କର ବାକ୍ୟ ଏବଂ ଆତ୍ମା ସାହାଯ୍ୟରେ ନିଜ ପରିଜନକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ପ୍ରସ୍ତୁତ କରାଇବେ, ଏହା ପ୍ରଭୁଙ୍କର ଆଦେଶ। ଯଦି ପ୍ରଭୁଙ୍କର ଆଗମନ ସମୟରେ ବିଶ୍ୱାସୀ ଜୀବନରେ ଯୋଉ ଯୋଗ୍ୟତା ରହିବା ଦରକାର, କେଉଁ ଯୋଗ୍ୟତା? ଯୋଗ୍ୟତା ତ ନିଜର ନୁହେଁ, ଖ୍ରୀଷ୍ଟଙ୍କର ଅନୁଗ୍ରହରୁ ସମସ୍ତ ଯୋଗ୍ୟତା ପାଇଛୁ,
କିନ୍ତୁ ସେ ଅନୁଗ୍ରହରେ ଆମେ ସ୍ଥିର ରହିବା, ସେ ଅନୁଗ୍ରହରେ ପ୍ରଭୁଙ୍କ ସହିତ ଲାଗି ରହିବା। ସେବା, ଆରାଧନା, ପ୍ରାର୍ଥନା, ଶାସ୍ତ୍ର ପାଠ, ପ୍ରଭୁଙ୍କର ଗୌରବଜନିତ କାର୍ଯ୍ୟ, ପ୍ରଭୁ ଚାହୁଁଥିବା ଉତ୍ତମ କାର୍ଯ୍ୟରେ ଲିପ୍ତ ରହିବା। ତାହେଲେ ବିଶ୍ୱସ୍ତ ଦାସ, ସୁରକ୍ଷିତ ଦାସ ଏବଂ ଅଧିକାର ପ୍ରାପ୍ତ ଦାସ ଆମେ ହେଇପାରିବା। ଯଦି ତାହା ପାଇକି ହେଳା କରିବା, ଅଳସୁଆ ହେବା, ବର୍ତ୍ତମାନ ସମୟ ନୁହେଁ ବୋଲି ଭାବିବା, ବିଭିନ୍ନ ପ୍ରକାର ମାତାଲ ଲୋକମାନଙ୍କର ସଙ୍ଗୀ ହେବା, ମାତାଲ ଲୋକମାନଙ୍କର କାର୍ଯ୍ୟରେ ଲିପ୍ତ ହେବା, ଆଉ ନିଜେ ତହିଁରେ ଲିପ୍ତ ହେଇଯିବା, ତାହେଲେ ପ୍ରଭୁଙ୍କର ଆଗମନ ଯେ କେତେବେଳେ ହବ ଆମେ ଜାଣିନୁ। ପ୍ରଭୁଙ୍କର ଆଗମନ ହଠାତ୍ ହବ, ଏବେ ହେଇପାରେ, ଅଳ୍ପ ସମୟ ଗଲା ପରେ ହେଇପାରେ, କି କେତେ ବର୍ଷ ଗଲା ପରେ ହେଇପାରେ। ତାଙ୍କର ସମୟ ସିଏ ଜାଣନ୍ତି, କିନ୍ତୁ ଆମ ସମୟ ଆମେ ଜାଣିନୁ। ଆମ ସମୟ କଣ? ଆଜି ଏଇ ମୁହୂର୍ତ୍ତରେ ଆମମାନଙ୍କର ଶ୍ୱାସ ବାୟୁ ଆମ ନିକଟରେ ଅଛି, ପର ମୁହୂର୍ତ୍ତରେ ଶ୍ୱାସ ବାୟୁ ଆମ ନିକଟ ରହିବ ତାର କିଛି ଗ୍ୟାରେଣ୍ଟି ଆମ ହାତରେ ନାହିଁ। ତେଣୁ ପ୍ରଭୁ ଚାହୁଁଛନ୍ତି ଆମକୁ ବିଶ୍ୱସ୍ତ ଦାସ ହୋଇ ପାଇଥିବା ପରିଜନର ଉପଯୁକ୍ତ ଯତ୍ନ ନେବା। ତାହେଲେ ପ୍ରଭୁ ଆସି ବିଶ୍ୱସ୍ତ ବୁଦ୍ଧିମାନ ଦାସ ଦେଖି ଆମମାନଙ୍କୁ ତାଙ୍କର ଯେଉଁ ସମସ୍ତ ଦାୟିତ୍ୱ ଦେବାର ଅଛି, ଯେଉଁ ସମସ୍ତ ସମ୍ମାନ ଦେବାର ଅଛି, ଯେଉଁ ସମସ୍ତ ପ୍ରେମ ଜଣେଇବାର ଅଛି, ସେ ସମସ୍ତର ଭାଗିଦାର ହେଇପାରିବା। ପ୍ରଭୁ ମାନଙ୍କୁ ଏଇ ସଂକ୍ଷିପ୍ତ ଆଲୋଚନା ବାକ୍ୟରେ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆଉ ଆପଣମାନେ ଯଦି ଅବା ଭିଡିଓ ଅଫ୍ ରେ ଅଛନ୍ତି, ନିଶ୍ଚିତ ଭାବରେ ମୁଁ ଆଶା କରୁଛି ଆଉ କେତେକ ଶୁଣିଥିବେ। ଭିଡିଓ ଅଫ୍ ରେ ଥିଲେ ଅନ୍ୟ ମନସ୍କ ହେବାର ତ ସମ୍ଭାବନା ବେଶୀ ଥାଏ। ତଥାପି ମୁଁ ଆଶା କରେ, ଯେହେତୁ ମୁଁ ମଧ୍ୟ ଅନେକ ସମୟରେ ଭିଡିଓ ଅଫ୍ ରେ ଥାଏ, କିନ୍ତୁ ମୁଁ ସବୁ ଶୁଣେ ମୁଁ। ତେଣୁ ବାକ୍ୟ ଶୁଣିବା ଦ୍ୱାରା ଆମେ ପ୍ରଭୁଙ୍କର ସକାଶେ ନିଜ ଜୀବନକୁ ଗଢି ପାରିବା, ପ୍ରଭୁ ଦେଇଥିବା ଦାୟିତ୍ୱକୁ ଆମେ ଆଉ ପ୍ରତିପାଳନ କରିପାରିବା। ପ୍ରଭୁ ଆମକୁ ବହୁ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର। ଧନ୍ୟବାଦ। ପ୍ରଭୁଙ୍କର ବାକ୍ୟ ଅତି ସୁନ୍ଦର ଭାବେ ବୁଝାଇ ଦେଲେ। ପ୍ରଭୁଙ୍କର ଦାସ ହସେସା ଆଜ୍ଞା, ପ୍ରେଜ୍ ଦ ଲର୍ଡ। ନମ୍ରତାରେ, ସରଳତାରେ ପ୍ରଭୁଙ୍କର ବିଷୟରେ ମଣ୍ଡଳୀ ଗୋଟିଏ ବିଶ୍ୱସ୍ତ ବୁଦ୍ଧିମାନ ଦାସ, ସେ ଗୃହର କର୍ତ୍ତାଙ୍କର ସୌଭାଗ୍ୟ ବିଷୟରେ ବୁଝାଇଲେ। ଉତ୍ତମ ବିଶ୍ୱସ୍ତ ଦାସ ମନୁଷ୍ୟ ପ୍ରତି, ବିଶ୍ୱାସୀ ମାନଙ୍କ ପ୍ରତି ବିଶ୍ୱସ୍ତ ଦାୟିତ୍ୱରେ ରଖିବା ବିଷୟରେ ବୁଝାଇଲେ। ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ଆମେ କିପରି ବିଶ୍ୱସ୍ତ ରହିବା, ଭ୍ରାନ୍ତ ନ ହେବା, ସେ ବିଷୟରେ ବୁଝାଇଲେ। ବିଶ୍ୱସ୍ତ ଦାସ, ଦୁଷ୍ଟ ଦାସ ବିଷୟରେ ଅତି ସୁନ୍ଦର ଭାବରେ, ପ୍ରାଞ୍ଜଳି ଭାବରେ ବୁଝାଇଲେ। ପ୍ରଭୁଙ୍କର ଧନ୍ୟବାଦ ହଉ। ଆପଣଙ୍କୁ ଧନ୍ୟବାଦ ଦଉଛି ଆଜ୍ଞା। ଆପଣଙ୍କୁ ଆହୁରି ପ୍ରଭୁ ଅନୁଗ୍ରହ କରନ୍ତୁ। ଅନେକ ସ୍ଥାନ ମାନଙ୍କରେ ଅଫଲାଇନ ମାଧ୍ୟମରେ, ଅନଲାଇନ ମାଧ୍ୟମରେ ପ୍ରଭୁ ବ୍ୟବହାର କରନ୍ତୁ। ଧନ୍ୟବାଦ ସାର୍। ପ୍ରେଜ୍ ଦ ଲର୍ଡ ସାର୍।